शुभ संध्या पिला माने। तो पिले बहुत दिन रू तुम माने पिला अपेक्षा करितलो बहुत सारा पिला सबले मेसेज कर कि सर पीजीडी संस्कृत रो बुक केबा आसीबो कोन आसीबो। एक्चुअली पिले कहबा कथा हला कि जो पीजीडी बुक पिले अछि तो पीजीडी बुक ऑलरेडी कंप्लीट सरी रहनी पिले ठीक अछि जेहेतु एबे टीजीटी रो बही प्रिंट चलथिला जेहेतु टीजीटी रो एबे रिसेंट परीक्षा अछि तो सेति पई पीजीटी रो बही को टिके स्थगित रखा जायतिला पीजीटी बही को माने छपा कार्य तार करा हेई नथिला। ତ କିନ୍ତୁ ପିଜିଟି ବହି କିନ୍ତୁ ଟିଜିଟି ବହିର ପୂର୍ବରୁ ସରି ଯାଇଥିଲା ଆଉ ଯେହେତୁ ପିଲେ ତାପରେ ପିଜିଟି ବହି ଏଥିପାଇଁ ପିଲେ ଛପିବା ପାଇଁ ବି ମାନେ ଏତେ କଣ ହଉନି ନା ଆଗ୍ରହ ଆସୁନି କଣ ପାଇଁ ନା ପିଜିଟି ବହି ପିଲେ ବହୁତ ବଡ ହେଇଯାଉଛି ଠିକ ଅଛି ଆଉ ପ୍ରେସ ରେ ଯୋଉ ଖର୍ଚ୍ଚ ନା ବହୁତ ପଳେଇ ଆସୁଛି ପିଜିଟି ବହିର ଆଉ ବାକି ପିଜିଟି ର ଯୋଉ ଆସ୍ପିରେଣ୍ଟ ଅଛନ୍ତି ବା ପିଜିଟି ର ଯେତିକି ଅଛନ୍ତି ପରୀକ୍ଷାର୍ଥୀ ମାନେ ତ ସେମାନଙ୍କ ସଂଖ୍ୟା ବି ବହୁତ କମ ପିଲା ଅଛି ତ ସେଇ ଦୃଷ୍ଟିରୁ ପିଲେ ପିଜିଟି ବହି ଆମେ ଟିକେ ମାନେ ଧିମେଇ ଯାଉଛୁ ପିଜିଟି ବହିକି ମାନେ ଛପେଇବା ପାଇଁ ତଥାପି ଯାହା ହଉ ନା କାହିଁକି ବହୁତ ସାରା ପିଲାଙ୍କର ଯେହେତୁ ପିଲେ ବହୁତ ରିକ୍ୱେଷ୍ଟ ଆସୁଛି କି ବାରମ୍ବାର ସାର୍ ପିଜିଟି ବହି ଶୀଘ୍ର କରନ୍ତୁ ଇଏ କରନ୍ତୁ ତ ସେଇ ତାକୁ ହିଁ ଦୃଷ୍ଟିରେ ରଖିକିରି ପିଲେ ବର୍ତ୍ତମାନ ଆମେ ମାନେ ପିଜିଟି ବହି ଛପେଇବା ପାଇଁ ଯାଉଛୁ ଇଏ ହଉଛି ତମମାନଙ୍କ ସେ ଯୋଉ ପିଜିଟି ବୁକ୍ ପିଲେ ଅଛି ତ ପିଜିଟି ବୁକ୍ ର ଏଇଟା ଫ୍ରଣ୍ଟ ପେଜ ରହିବ ଆଉ ଯୋଉ ପିଜିଟି ବୁକ୍ ର ନାଁ ପିଲେ ବିଜୟିନୀ ବୋଲି ରଖାଯାଇଛି ହେଲା ଆଉ ଏଇ ପିଜିଟି ବୁକ୍ ଏଥିପାଇଁ କୁହାଯାଉଛି କାହିଁକିନା ଏଇଟା କେବଳ ଇଟ୍ସ ନଟ୍ ଓନଲି ଫର ଏସ୍ ଏସ୍ ପି ପିଜିଟି ଏଇଟା ବହୁତ ପିଲେ ଏସଏସପି ପିଜିଟି ସହିତ ଓପିଏସସି ପିଜିଟି ପାଇଁ ମଧ୍ୟ ଠିକ ଅଛି ତ ଦିଟା ଯାକ ପାଇଁ ମଧ୍ୟ ଏ ବହି ବିଲେ ତମମାନଙ୍କୁ ଉପଯୁକ୍ତ ହବ ତା ସହିତ ଖାଲି ଯେ ପିଜିଟି ତା ନୁହଁ ତ ୟୁଜିସି ନେଟ ର ମଧ୍ୟ ବହୁତ ସାରା ସିଲାବସ ପିଲେ ପିଜିଟି ସିଲାବସ ସାଙ୍ଗରେ ବି ସେମ ରହୁଛି ବହୁତ ଜିନିଷ ସେମ ରହୁଛି ତ ତା ପାଇଁ ମଧ୍ୟ ତମମାନଙ୍କୁ ଏଇ ବହିଟା ପିଲେ ହେଲ୍ପଫୁଲ ହବ ତେବେ ଏଇ ଯୋଉ ବୁକ୍ ବର୍ତ୍ତମାନ ପାଇଁ ପବ୍ଲିଶ ହବା ପାଇଁ ଯାଉଛି ଏ ବୁକ୍ ର ଖାଲି ଜଷ୍ଟ ମୁଁ ଟିକେ ତମମାନଙ୍କୁ ଓଭରଲୁକ୍ ପିଲେ ଏଥିରେ କରେଇଦେବା ପାଇଁ ଚାହେଁ ହଁ ଅ ତ ଏଥିରେ ପିଲେ ତମ ମାନଙ୍କର ପୁରା ସିଲାବସ ରହିଛି ଆଉ ବହିର ସାଇଜ ପିଲେ ବହୁତ ବଡ ହେଇଯାଉଛି ଠିକ ଅଛି ଟିଜିଟି ବହି ପିଲେ ନର୍ମାଲି ସାଇଜ ଥିଲା ସେଥିରେ 280 ପେଜ ଟିଜିଟି ବହିରେ ଟୋଟାଲ ପିଲେ ସେଥିରେ 280 ପେଜ ଅଛି କିନ୍ତୁ ଏଇ ଯୋଉ ପିଜିଟି ବହି ପିଲା ଅଛି ଏଥିରେ ନା ଟୋଟାଲ ପିଲା 380 ପେଜ ତ ତମେ ଏଠି ପେଜ ଦେଖିପାରୁଥିବ ଠିକ 379 ଅଛି ତ 380 ପିଲା ପାଖାପାଖି ବୁକ୍ ର ପିଲେ ପେଜ ସଂଖ୍ୟା ତ ଏଥିରେ ପେଜ ପିଲେ ଏଥିପାଇଁ ବଢିଯିବାର କାରଣ କଣ ନା ଏଥିରେ କଣ୍ଟେଣ୍ଟ ତ ସବୁ ଯାକ ରହିଛି ହିଁ ରହିଛି ଠିକ ଅଛି ଯେମିତି କିି ପିଲେ ବୈଦିକ ସାହିତ୍ୟ ବେଦାଙ୍ଗ ମଧ୍ୟ ଟୋଟାଲ ପରିଚୟ ପିଲେ ଇତିହାସ ପୁରାଣ ମାନେ ଯୋଉଥିରେ ରାମାୟଣ ମହାଭାରତ ଅଷ୍ଟାଦଶ ପୁରାଣ ସବୁ କିଛି ଠିକ ଅଛି ସଂସ୍କୃତ ନାଟକର ପିଲେ ଉଦ୍ଭବ ବିକାଶ ଗଦ୍ୟ ସାହିତ୍ୟ ମହାକାବ୍ୟ ଠିକ ଅଛି ତ ସବୁ କିଛି ତମ ମାନେ ପିଲେ ଏଥିରେ ଦେଖିପାରିବ ସଂସ୍କୃତ ସାହିତ୍ୟରେ ଉତ୍କଳୀୟ ମାନଙ୍କର ଯୋଗଦାନ ହଁ ଭାଷା ବିଜ୍ଞାନ ସନ୍ଧି କାରକ ସମାସ ସାଂଖ୍ୟ କାରିକା ବେଦାନ୍ତ ସାର ତର୍କ ସଂଗ୍ରହ ହଁ ଭଗବତୀ ଗୀତାର ପିଲେ ଦିଟା ଯାକ ଅଧ୍ୟାୟ ହଁ ତା ସହିତ କାବ୍ୟର ପରିଭାଷା ଛଅଟା ଯାକ ସମ୍ପ୍ରଦାୟ ଶବ୍ଦ ଶକ୍ତି ଯୋଉ ରହିଛି ପିଲା ଅଭେଦ ଲକ୍ଷଣ ବ୍ୟଞ୍ଜନା କାବ୍ୟର ଭେଦ ଠିକ ଅଛି ନାଟ୍ୟ ତତ୍ତ୍ୱ ଭିତରେ ପିଲେ ନାଟ୍ୟ ତତ୍ତ୍ୱ ତ ଏତେ ସୁନ୍ଦର ଭାବରେ ପଢା ହେଇଛି ପିଲେ ପ୍ରତିଟି ପଦକୁ ଗୋଟିଏ ଗୋଟିଏ କରିକି ବ୍ୟାଖ୍ୟା କରାହେଇଛି ତ ଆରାମ ସେ ତମ ମାନେ ବୁଝିପାରିବ ରସ ମାନଙ୍କର ପରିଭାଷା ଭେଦ ମନୁସ୍ମୃତିର ପିଲେ ପ୍ରଥମ ଦ୍ଵିତୀୟ ସପ୍ତମ ତମକୁ ତ ସବୁ ଜାଗା ପଢିଲେ ପିଲେ ବଡ କଷ୍ଟ ହେଇଥାନ୍ତା ଜାଣି ପାରିନଥାନ୍ତ କୋଉଟା ଇମ୍ପୋର୍ଟାଣ୍ଟ ପରୀକ୍ଷା ପାଇଁ କୋଉଟା ଇମ୍ପୋର୍ଟାଣ୍ଟ ନୁହଁ କିନ୍ତୁ ତା ସେତିକି ମଧ୍ୟ କଷ୍ଟ ତମ ପାଇଁ ରଖାଯାଇନି ଏଥିରେ ତ ସବୁ ଯାକ ପିଲେ ଦିଆଯାଇନି ପ୍ରଥମ ଦ୍ଵିତୀୟ ସପ୍ତମ ଅଧ୍ୟାୟରେ ପିଲେ ବାଛି ବାଛିକିରି ଶ୍ଳୋକ ଯୋଉଟାକ ପରୀକ୍ଷାରେ ଆସିବ ହିଁ ଆସିବ ୟାକୁ ଛାଡିଦେଲା ପରେ ପରୀକ୍ଷାରେ ଆଉ ମନୁସ୍ମୃତି ରୂପେ କୌଣସି ବି ପ୍ରଶ୍ନ ହେଇପାରିବ ନାହିଁ ତ ସେଇ ହିସାବରେ ଦିଆଯାଇଛି ତା ସହିତ କୌଟୁଲ୍ୟ ଅର୍ଥଶାସ୍ତ୍ରର ଯୋଉ ପ୍ରଥମ ଅଧିକରଣ ପିଲା ଅଛି ବିନୟ ଅଧିକରଣ ତ ସେଇ ଅଧିକରଣ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦିଆଯାଇଛି ତା ସହିତ ରହିଛି କଣ ନା ମେନ୍ ଜିନିଷ ହଉଛି ଆଜି ପର୍ଯ୍ୟନ୍ତ ଯେତିକି ପ୍ରଶ୍ନ ହେଇସାରିଛି ଯେମିତି ଏସଏସପି ପିଜିଟି ଦିଥର ହେଇଛି ଗୋଟେ 2023 2024 ସେ କୋଶ୍ଚିନ୍ ପେପର ଓପିଏସସି ପିଜିଟି ର ମଧ୍ୟ ପେପର 2 ପେପର 3 ସମ୍ପୂର୍ଣ୍ଣ ଏସଏସପି ଲେକ୍ଚର 16 18 21 24 ତା ସହିତ ଏସଏସପି ପିଜିଟି ର ଗୋଟେ ଫୁଲ ଲେନ୍ଥ ର ମକ୍ ଟେଷ୍ଟ ମାନେ 150 ମାର୍କ ର ଗୋଟେ ମକ୍ ଟେଷ୍ଟ ଆଉ ପିଲା ଅନ୍ୟାନ୍ୟ 20-25ଟା ମକ୍ ଟେଷ୍ଟ ପିଲେ ଏମିତିରେ ମଧ୍ୟ ଦେଇ ଦିଆଯାଇଛି ତ ସେଥିପାଇଁ ପିଲେ ଏଇ ଯୋଉ ବହିର କଳେବର ଟିକେ ବଢି ଯାଇଛି ହେଲା ତଥାପି ମଧ୍ୟ ତମମାନଙ୍କୁ ପିଲେ ଏଥିରେ ସବୁ ବିଷୟ ପିଲେ ଆଉ ବଡ ବହୁତ ସହଜର ଭାଷାରେ ବି ଲେଖା ହେଇଛି ଜଣେ ଲୋକ ନା ଆରାମ ସେ ପିଲେ ବୁଝିଯିବ ଠିକ ଅଛି ପ୍ରତି ଜିନିଷକୁ ପଢି ପଢି ଯିବ ହଁ ଆଉ ଓଡିଆ ଭାଷାର ପିଲା ପ୍ରାୟତଃ ବ୍ୟବହାର ହେଇଛି ସଂସ୍କୃତ ଭାଷାରେ ବ୍ୟବହାର ହେଇଛି କିନ୍ତୁ ପ୍ରାୟଶଃ ପିଲେ ତମକୁ ଏଥିରେ ଓଡିଆ ଭାଷାର ବ୍ୟବହାର ଦେଖିବାକୁ ମିଳିବ କାହିଁକି ନା ବାକି ମୂଳ ଜିନିଷ ଗୁଡାକ ଯାହା ବି ଅଛି ସେଗୁଡାକ ସଂସ୍କୃତରେ ହିଁ ଲେଖାଯାଇଛି ଠିକ ଅଛି ଆଉ ତାକୁ ବୁଝିଆ ଯାଇଛି ପିଲେ ଆମର କୋଉଥିରେ ନା ଓଡିଆ ଭାଷାରେ ପିଲେ ଆଉ ବାକି ଯୋଉ ଭାଷା ବିଜ୍ଞାନ ରହିଛି ତ ଏତେ ବହୁତ ବଢିଆ ସେ ହେଇଛି ଯେ ଭାଷା ବିଜ୍ଞାନର କୌଣସି ପ୍ରଶ୍ନ ପିଲେ ଏଇ ବିଷୟରୁ କେବେ ମାନେ ଅ
ମାନେ ବାହାରୁ କିଛି ଆସିବ ହିଁ ନାହିଁ। ଠିକ ଅଛି, ପୂର୍ବ ତମ ଓପିଏସସି ବି ଦେଖିପାରିବ, ଏସଏସପି ରେ ଦେଖିପାରିବ, ସବୁ ଜାଗା ପ୍ରଶ୍ନ ଏଇଥିରୁ ଆସିଥିଲା। ପିଲାଙ୍କୁ ମଧ୍ୟ ପଚାରି ପାରିବ, ପିଲା ଯୋଉମାନଙ୍କ ପାଖରେ ନୋଟ ଆଗରୁ ଥିଲା, କାହିଁକିନା ଆଗରୁ ଏଟା ନୋଟ ଆକାରରେ ଥିଲା, ଆମେ ଯୋଉ କୋଚିଂ ରେ ଏଟାକୁ ନୋଟ ଆକାରରେ ଦଉଥିଲୁ, କିନ୍ତୁ ବର୍ତ୍ତମାନ ଏଇଟାକୁ ପିଲେ ବହିର ରୂପ ଦିଆଯାଇଛି। ଠିକ ଅଛି, ତ ପ୍ରତି ଜିନିଷ ପିଲେ ଏଥିରେ ବହୁତ ବଢିଆ ସେ ଲେଖା ଯାଇଛି। ସେଥିପାଇଁ ପିଲେ ବହିର କଳେବର ଟିକେ ବୃଦ୍ଧି ପାଇଯାଇଛି ହେଲା। ତ କିଛି କଥା ନାହିଁ, ତ ବହି ବର୍ତ୍ତମାନ ପିଲେ ପବ୍ଲିଶ ହବା ପାଇଁ ଯାଉଛି। ଆଉ ଏଇ ଯୋଉ ବହି ପିଲା ଅଛି, ଏ ବହିକି ତ ଆମେ ଅଧିକ କ୍ୱାଣ୍ଟିଟିରେ ବି ବାହାର କରିପାରିବୁନି, ଯେହେତୁ ପିଲେ ବହୁତ ସାରା ଖର୍ଚ୍ଚ ପଳେଇ ଆସୁଛି ଏତେ ସାରା ବହି କଲା ବେଳକୁ। ଆଉ ତା ସହିତ ପିଲେ ଆଉ ଗୋଟେ ପ୍ରୋବ୍ଲେମ କଣ ହଉଛି ନା, ଏଇ ଯୋଉ ବହିର ପିଲେ ସାଇଜ ଅଛି ନା, ଯେହେତୁ ପିଲେ A4 ସାଇଜ ଅଛି, ତ ୟା ପାଇଁ କିଛି ଅନ୍ୟାନ୍ୟ ମାନେ କଣ ଲୋ କ୍ୱାଲିଟିର ପେପର ବି ୟୁଜ କରାଯାଇ ପାରିବ ନାହିଁ। ତ ସେଥିପାଇଁ ସବୁ ଜାଗାରେ 70 GSM ର ହିଁ ପେପର ୟୁଜ କରିବାକୁ ହିଁ ପଡିବ, ଯୋଉଟା ତମମାନେ ଜେରକ୍ସ ପେପର ଦେଖୁଥିବ ସେଇ ପେପର ପିଲେ ଆସିବ। ତ ସେଥିପାଇଁ ବହିର ଓଜନ ବି ବହୁତ ହେଇଯିବ ପିଲେ। ଠିକ ଅଛି, ନର୍ମାଲି ଖାଲି ମୁଁ କହିଦେବାକୁ ଚାହେଁ, ସେ ଯୋଉ 280 ପେଜ ର ବୁକ୍ ପିଲେ ଟିଜିଟ ରହିଛି, ତ ସିଏ ପାଖାପାଖି ପିଲେ 700 ଗ୍ରାମ ହଉଛି। ତ ଏ ବୁକ୍ ମଧ୍ୟ କିଛି ନହେଲେ ପିଲେ 1 kg ଏବଭ ହିଁ ବହିର ଓଜନ ବି ହେଇଯିବ। ତ ସେଥିପାଇଁ ବହି ବହୁତ ଓଜନ ବି ରହିବ, ପୋଷ୍ଟାଲ ର ଚାର୍ଜ ବି ବହୁତ ଅଧିକ ଆସିବ, ବୁଝଉଛି। ତ ସେଥିପାଇଁ ବହିର ପିଲେ ଯେହେତୁ ଏତେ ସାରା ଖର୍ଚ୍ଚ ଲାଗିଯିବ, ତ ସେଥିପାଇଁ ଆମମାନେ ଏଇ ବହିକୁ ପିଲେ ବେଶୀ କ୍ୱାଣ୍ଟିଟିରେ କାଢିବା ପାଇଁ ଯାଉନୁ। ତ ନର୍ମାଲି ପିଲେ ଯେହେତୁ ବହୁତ ସାରା ପିଲାଙ୍କର ଆଗ୍ରହ ଅଛି କି ସାର୍ ଯେମିତି ଯାହା ହଉ ହେଲେ ପଛେ ହଉ ବହି କାଢି ଦିଅନ୍ତୁ, କେବଳ ସେଇ ଅଳ୍ପ ପିଲାମାନଙ୍କ ପାଇଁ, କିଛି ପିଲାମାନଙ୍କ ପାଇଁ ପିଲେ ଦୃଷ୍ଟିରେ ରଖିକିରି ଆମେ କିଛି ହିଁ ବହି ଏଥିରେ କାଢିବା ପାଇଁ ଯାଉଛୁ। ଠିକ ଅଛି, ପାଖାପାଖି ପିଲା ମାନେ ଏଥିରେ 100 ବହି ବର୍ତ୍ତମାନ ପିଲା ଆମମାନେ କାଢିବା ପାଇଁ ଯାଉଛୁ ପିଲେ ହେଲା। ତ ସେଥିପାଇଁ ଏଇ ଯୋଉ ବହି ଯୋଉମାନଙ୍କର ଇଚ୍ଛା ଥିଲା, ଯୋଉମାନେ କହିଥିଲ, ସେମାନେ ଏବେଠାରୁ ପିଲା ଆଜିଠାରୁ ଆଡଭାନ୍ସ ବୁକିଂ ପିଲେ କରିପାରିବ। ଠିକ ଅଛି, ଆଉ ତାପରେ ବହି ଯେବେ ଆସିବ, ଏବେ ତ ପୋଷ୍ଟାଲରେ ପିଲେ ପ୍ରୋବ୍ଲେମ ଚାଲିଛି ଟିକେ, ପୋଷ୍ଟାଲରେ ମାନେ ପୋଷ୍ଟାଲ କିଛି ପୋଷ୍ଟ କିଛି ହେଇପାରୁନି। ଠିକ ଅଛି, କିନ୍ତୁ ଆମର ବହି ବାହାରିବା ଭିତରେ ସେ ସବୁ ଯୋଉ ପ୍ରୋବ୍ଲେମ ଅଛି ସେ ସଟଡାଉନ ହେଇଯାଇଥିବ। ତ ଯୋଉମାନେ ବି ଆଡଭାନ୍ସ ବୁକିଂ କରିସାରିଥିବେ, କେବଳ ସେଇମାନଙ୍କୁ ହିଁ ପ୍ରାୟୋରିଟି ଦିଆଯିବ, ଆଉ ସେଇମାନଙ୍କୁ ହିଁ ବହି ପିଲେ ପଠିଆଯିବ। ନାହିଁ ଯଦି ଏଇ ଆଡଭାନ୍ସ ବୁକିଂ ଭିତରେ 100 ଏବଭ ବି ହେଇଯାଉଛି ଅର୍ଡର, ତାହେଲେ ହୁଏତ ଆମମାନେ ପିଲା ଆଉ ସେଥିରେ କିଛି ଏକ୍ସଟ୍ରା ଆଡ କରିପାରିବୁ, କିନ୍ତୁ ଥରେ ବହି ବାହାରି ଗଲା ପରେ ଆଉ ସେଥିରେ ଆମମାନେ ପିଲେ ଆଡ କରିପାରିବୁନି, କାହିଁକିନା ଏଥିରେ ପିଲେ ଖର୍ଚ୍ଚ ବହୁତ ଆସୁଛି, ଆଉ ଆମେ ସେକେଣ୍ଡ ଟାଇମ ମଧ୍ୟ ଆ ପ୍ରତି ପିଲେ ମନ ଦବୁ ନାହିଁ। ସେଥିପାଇଁ ଯୋଉମାନେ ଆଗୁଆ କହିସାରିଛ, କେବଳ ସେଇମାନଙ୍କ ପାଇଁ ପିଲେ ଏ ବହିକୁ ଆମେ ଛାପିବା ପାଇଁ ଯାଉଛୁ। ନହେଲେ ଏ ବହି ସେମିତି ଛାପିବା ପାଇଁ କୌଣସି ପ୍ରକାର ଇଣ୍ଟରେଷ୍ଟ ପିଲେ ବି ଆମର ନଥିଲା, କାହିଁକିନା ଏତେ ବଡ ବହି କଲା ବେଳକୁ ମଧ୍ୟ ବଡ କଷ୍ଟ ହେଇଯାଉଛି ହେଲା। ଆଉ ଏଇ ଯୋଉ ବହି ପିଲେ ଯୋଉମାନେ ବୁକିଂ କରିବ, ସେମାନେ ତ ମୋ ନମ୍ବର ଯାହା ପାଖରେ ଅଛି, ଠିକ ଅଛି, ତ ଏଇ ନମ୍ବରରେ ପିଲେ କଣ୍ଟାକ୍ଟ କରିପାରିବ। 9348180223 ରେ ପିଲେ କଣ୍ଟାକ୍ଟ କରିପାରିବ। ଠିକ ଅଛି, ଏ ନମ୍ବରରେ କଣ୍ଟାକ୍ଟ କରିପାରିବ, ନହେଲେ ତ ପିଲେ 7749980233 ଏ ନମ୍ବରରେ ମଧ୍ୟ ପିଲେ କଣ୍ଟାକ୍ଟ କରିପାରିବ। ଆଉ ବହିର ଆମେ ଯୋଉ ପ୍ରାଇସ୍ ପିଲେ ରଖିଛୁ, ବହିର ମେନ୍ ପ୍ରାଇସ୍ ପିଲେ 500 ହିଁ ରଖାଯାଇଛି। ଠିକ ଅଛି, କାହିଁକିନା ଟିଜିଟି ବହି ପିଲେ 400 ବହି ରଖାଯାଇଛି, ଯେହେତୁ ଏତେ ଇଏ ପେଜ ହେଇକିରି ମଧ୍ୟ, ତ ସେଥିପାଇଁ ଏ ବହିର ପିଲେ 500 ପ୍ରାଇସ୍ ରଖାଯାଇଛି। ଯୋଉମାନେ ପିଲେ ବହିକୁ ପୁରୀରୁ ନେବା ପାଇଁ ଚାହିଁବେ, ଯୋଉମାନେ ଡାଇରେକ୍ଟ ପୁରୀରୁ ନେଇପାରିବ, ତ ସେମାନେ ପିଲେ 520 ଟଙ୍କା ପେମେଣ୍ଟ କରିବ। ଯୋଉମାନେ ବହିକୁ ପୋଷ୍ଟାଲରେ ନେବା ପାଇଁ ଚାହିଁବ, ସେମାନେ ପିଲେ 550 ଟଙ୍କା ପେମେଣ୍ଟ କରିବ। କାହିଁକି ନା ପୋଷ୍ଟାଲରେ ଯୋଉ ଏ ବହିକି ପିଲେ ଆମେ ପୋଷ୍ଟାଲରେ ଛାଡିବୁ, ତ ମାନେ ମିନିମମ୍ ପିଲେ 100 ଟଙ୍କା ପାଖାପାଖି ତମକୁ ପୋଷ୍ଟାଲରେ ହିଁ ଖର୍ଚ୍ଚ ଲାଗିଯିବ। ତ ସେ ଯାହା ବି ହଉନା କାହିଁକି ପୋଷ୍ଟାଲ ପାଇଁ ପିଲେ 550 ହିଁ ରଖାଯାଇଛି। ଆଉ ବାକି ଯୋଉ ପୁରୀ ଯୋଉମାନେକୁ ନେଇପାରିବେ, ତ ସେମାନେ 520 ଟଙ୍କା ଦେଇକିରି ପୁରୀରୁ ଡାଇରେକ୍ଟ ମାନେ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ନେଇପାରିବେ। ଆଉ ବାକି ପୋଷ୍ଟାଲ ପିଲାଙ୍କ ପାଇଁ ପିଲେ ବହିର ପ୍ରାଇସ୍ 550 ହିଁ ରଖାଯାଇଛି। ଆଉ ଯୋଉମାନେ ପିଲେ ନବ, ସେମାନେ ଆଜିଠାରୁ ଆଡଭାନ୍ସ ବୁକିଂ ପିଲେ କରିବା ପାଇଁ ଚେଷ୍ଟା କରିବ। ଆଉ ସମାନ ବହି ପିଲେ 100ଟି ହିଁ କଢାଯିବ, ପିଲେ 100ରୁ ଅଧିକ ବହି ପିଲେ କଢା ଯାଇ ପାରିବନି। ତ ଯୋଉମାନେ ବି ନବ, ସେମାନେ ଏଥିରେ ଆଡଭାନ୍ସ ବୁକିଂ କରିବ। ବାସ୍ ତମମାନଙ୍କ ପାଇଁ ଇନଫରମେସନ ଥିଲା। ଆଉ ଲାଷ୍ଟକୁ ଖାଲି ଯୋଉମାନେ ବି ଟିଜିଟି ପାଇଁ ପିଲେ କରିଛ, ସମସ୍ତଙ୍କର ପାର୍ସଲ ଅଲରେଡି ସରିଗଲେଣି, କିନ୍ତୁ ପ୍ରୋବ୍ଲେମ ହଉଛି ପିଲେ ପୋଷ୍ଟ ଅଫିସରେ ପୋଷ୍ଟାଲ ହେଇପାରୁନି। ଆମେ ଶୁକ୍ରବାର ଠୁ ଟ୍ରାଏ କରୁଛୁ, ଆଉ କିନ୍ତୁ ସେ ତାଙ୍କ କହିବା ହିସାବରେ ବହୁତ ଶୀଘ୍ର ପ୍ରୋବ୍ଲେମ ସଟଡାଉନ ହେଇଯିବ। ଆଉ ସେମାନଙ୍କର ଯାହା ବି ବହି ପ୍ୟାକିଂ ସରିଛି, ସେମାନଙ୍କର ଷ୍ଟିକରିଂ ବି ସରିଛି, ତାଙ୍କର ନେମ୍ ଆଡ୍ରେସ ହଁ ସବୁ କିଛି ସରିଯାଇଛି ପିଲେ, ତ ଖାଲି ପୋଷ୍ଟାଲ ହିଁ ମାନେ ପୋଷ୍ଟ ହିଁ ବାକି ଅଛି। ତ ବହୁତ ଶୀଘ୍ର ସେମାନେ ବହି ମଧ୍ୟ ପାଇଯିବ। ବା ସେତିକି ପିଲା ଥିଲା ଗୋଟେ ଛୋଟିଆ ଇନଫରମେସନ। ଥ୍ୟାଙ୍କ ୟୁ।